କାହାଠାରୁ କ'ଣ ଶିଖିବେ? କିପରି ଏକାଗ୍ରତା ବଢ଼ାଇବେ? ବଗଠାରୁ ଶିଖନ୍ତୁ। କିପରି ଭଲକୁ ଗ୍ରହଣ କରିବେ? ହଂସଠାରୁ ଶିଖନ୍ତୁ। କେତେବେଳେ ଉଠିବେ? କୁକୁଡ଼ା ଓ କୁଆଠାରୁ ଶିଖନ୍ତୁ। କିପରି ସହିବାକୁ ହେବ? ବସୁଧାଠାରୁ ଶିଖନ୍ତୁ। କିପରି ନିର୍ବିକାର ହେବେ? ସୂର୍ଯ୍ୟଙ୍କ ଠାରୁ ଶିଖନ୍ତୁ। କିପରି ଚାଲିବାକୁ ହୁଏ? ଜନ୍ଦା ପିମ୍ପୁଡ଼ି ଠାରୁ ଶିଖନ୍ତୁ। କିପରି ବିପଦକୁ ଏଡ଼ାଇବେ? କଚ୍ଛପ ଠାରୁ ଶିଖନ୍ତୁ। କିପରି ନିଷ୍ଠାବାନ ହେବେ? ଚାତକ ଠାରୁ ଶିଖନ୍ତୁ। ଏ ସଂସାରରେ କିପରି ରହିବେ? ପଦ୍ମ ପତ୍ରରେ ଥିବା ପାଣିଠାରୁ ଶିଖନ୍ତୁ। କିପରି ଦାନ କରିବେ? ବୃକ୍ଷଠାରୁ ଶିଖନ୍ତୁ। କିପରି ଜୀବନକୁ ଗଢ଼ିବେ? ଶାସ୍ତ୍ରରୁ ଶିଖନ୍ତୁ। କିପରି ସଞ୍ଚୟ କରିବେ? ମହୁମାଛିଠାରୁ ଶିଖନ୍ତୁ। କିପରି ଆନନ୍ଦ ଉପଭୋଗ କରିବେ? ସମୁଦ୍ରଠାରୁ ଶିଖନ୍ତୁ। କିପରି ଈଶ୍ୱରଙ୍କର କରୁଣା ପାଇବେ? ଗୁରୁଙ୍କ ଠାରୁ ଶିଖନ୍ତୁ। କିପରି ଈଶ୍ୱରଙ୍କର ପ୍ରିୟ ହେବେ? ଭଗବତ୍ ସେବାରେ ଦିନ ବିତାଇବେ। ସାଧୁ ସଙ୍ଗ କରିବେ। ତୀର୍ଥ ଭ୍ରମଣ କରିବେ। ସତ୍ୟକୁ ଆଶ୍ରୟ କରି ଚଳିବେ। ମିଥ୍ୟା ଠାରୁ ଦୂରରେ ରହିବେ। ଜୀବକୁ ବ୍ରହ୍ମ ବୋଲି ଭାବି ପ୍ରଣାମ କରିବେ ଓ ସେବା କରିବେ। ଅସତ୍ କର୍ମକୁ ଭୟ କରିବେ। ଦେଶ କାଳ ଓ ପାତ୍ରକୁ ଚାହିଁ ଦାନ ଦେବେ। ସବୁ ବେଳ ପାଇଁ ମୁଖରେ ନାମ ଧରିଥିବେ। ଆସ୍ତେ ଆସ୍ତେ ସଂସାର ପ୍ରତି ମୋହ ତୁଟାଇବେ। ଦୁଃଖ ସୁଖକୁ ସମାନ ଜ୍ଞାନ କରିବେ। ମନରେ ସନ୍ତୁଷ୍ଟ ଭାବ ପୋଷଣ କରିବେ। ମନ ଓ ବୁଦ୍ଧିକୁ ଈଶ୍ୱରାଭିମୁଖୀ କରିବେ। ପ୍ରାଣୀମାନଙ୍କୁ ସ୍ନେହ କରିବେ। ଅନ୍ୟାୟ ଓ ଅନୀତି ଠାରୁ ଦୂରରେ ରହିବେ। ଜୀବନକୁ ସାଧନ ମାର୍ଗୀ କରିବେ। ମନରୁ ଗର୍ବ ଓ ଅହଙ୍କାର ତ୍ୟାଗ କରିବେ। କର୍ତ୍ତବ୍ୟ କର୍ମକୁ ନିଷ୍ଠାର ସହ ପାଳନ କରିବେ। ଗୁରୁ ଗୋରୁ ସାଧୁ ବୈଷ୍ଣବ ଓ ଅତିଥିମାନଙ୍କୁ ସମ୍ମାନ ଦେବେ। ଗୁଣ ନଥିଲେ ରୂପ ବ୍ୟର୍ଥ। ବିନମ୍ରତା ନଥିଲେ ବିଦ୍ୟା ବ୍ୟର୍ଥ। ଉପଯୋଗ ନହେଲେ ଧନ ବ୍ୟର୍ଥ। ସାହସ ନଥିଲେ ଅସ୍ତ୍ରଶସ୍ତ୍ର ବ୍ୟର୍ଥ। ପରୋପକାର ନକଲେ ଜୀବନ ବ୍ୟର୍ଥ। ପରୋପକାର ନକଲେ ଜୀବନ ବ୍ୟର୍ଥ। ଦିନେ ଶ୍ରୀକୃଷ୍ଣ କହିଲେ, ମୁଁ ଭଗବାନ ହୋଇ ମଧ୍ୟ ମୋ ଭାଗ୍ୟ ବଦଳାଇ ପାରିଲି ନାହିଁ। ମୀରା ଚାହୁଁଥିଲେ ମୋତେ, ମୁଁ ଚାହୁଁଥିଲି ରାଧାଙ୍କୁ, କିନ୍ତୁ ମୁଁ ହେଇଗଲି ରୁକ୍ମିଣୀର। ତେଣୁ ଯିଏ ଯାହା ଭାଗ୍ୟରେ ଅଛି ତାକୁ କେହି ବଦଳାଇ ପାରିବେ ନାହିଁ। ଜୟ ଶ୍ରୀ ଜଗନ୍ନାଥ।